ଧନର ଲକ୍ଷ୍ମୀଙ୍କୁ ଆପଣମାନେ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି 4ଟି ଜିନିଷ। ଯଦି ଆପଣମାନେ ଘରର ଲକ୍ଷ୍ମୀଙ୍କୁ ଏହି 4ଟି ଜିନିଷ ଦେଉଛନ୍ତି, ତାହେଲେ ଆପଣଙ୍କ ପାଖରେ କେବେ ବି ହେଲେ ଧନର ଅଭାବ ହେବ ନାହିଁ। ତ ଚାଲନ୍ତୁ ଜାଣିବା ସେହି 4ଟି ଜିନିଷ କ'ଣ। ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଓ କେବେ ବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟକୁ ଅବଲମ୍ବନ ମଧ୍ୟ କରନ୍ତି। ଏହା ସହିତ ଯଦି ଆପଣ ନିଜ ଘରର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିଲେ, ତେବେ ଦେବୀ ମାତା ଆପେ ଆପେ ପ୍ରସନ୍ନ ହୋଇଯାଆନ୍ତି। ଯେଉଁ ଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଖୁସି ରୁହନ୍ତି, ସେହି ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ସଦୈବ ଆପଣଙ୍କ ଉପରେ ରହିଥାଏ। ଆପଣମାନେ ସଦା ସର୍ବଦା ନିଜର ଘରର ଲକ୍ଷ୍ମୀଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଯଦି ତୁମ ନିଜ ଘରର ଲକ୍ଷ୍ମୀ ଖୁସିରେ ରହିଲେ, ତାହେଲେ ଆପଣଙ୍କ ପାଖରେ କେବେ ବି ହେଲେ ଧନର ଅଭାବ ହେବ ନାହିଁ, ଯାହାକି ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ଯେଉଁ ଘରର ଲକ୍ଷ୍ମୀ ସବୁବେଳେ ଦୁଃଖରେ ଥାଆନ୍ତି, ସେଠାରେ ଧନର ଅଭାବ ଏବଂ ଅନେକ କଠିନ ସମସ୍ୟା ଆସିଥାଏ। ଏଥିପାଇଁ ଆଜି ମୁଁ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ ଜଣାଇବା ପାଇଁ ଯାଉଛି, ଗୃହଲକ୍ଷ୍ମୀଙ୍କୁ ଦାନ କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତେବେ ଆସନ୍ତୁ ଜାଣିବା କ'ଣ ସେହି ସବୁ ଜିନିଷ। ପ୍ରଥମରେ ହେଉଛି ସୁହାଗ ସାମଗ୍ରୀ ଯଥା ସିନ୍ଦୁର, ବିନ୍ଦି, ଚୁଡ଼ି ଆଦି ଘରର ଲକ୍ଷ୍ମୀଙ୍କୁ ଉପହାର ଦେଲେ ଘରେ ସୌଭାଗ୍ୟ ବଢ଼ିଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ସମୟ ସମୟରେ ତାଙ୍କୁ ମଧ୍ୟ କିଛି ଉପହାର ଦେବା ଉଚିତ ହୋଇଥାଏ। ସାଙ୍ଗମାନେ, ଆପଣମାନେ ନିଜର ଘରଣୀକୁ, ନିଜର ଘରର ଲକ୍ଷ୍ମୀଙ୍କୁ ସୁହାଗ ସାମଗ୍ରୀ, ଯାହାକି ସିନ୍ଦୁର, ବିନ୍ଦି ଆଉ ଚୁଡ଼ି। ଆପଣମାନେ ଜାଣିଥିବେ, ଗୋଟିଏ ବିବାହିତ ମହିଳା ପାଇଁ ସିନ୍ଦୁର ହେଉଛି ସବୁଠାରୁ ବଡ଼। ଆଉ ତା ସହିତ ଯଦି ଆପଣମାନେ ବିନ୍ଦି ଆଉ ଚୁଡ଼ି ଗିଫ୍ଟରେ ଦେଉଛନ୍ତି, ତାହେଲେ ସେମାନେ ବହୁତ ଅଧିକ ଖୁସି ହୋଇଯାଇଥାନ୍ତି। ଆଉ ସେମାନେ ଯେତେବେଳେ ଖୁସି ହୋଇଯାଇଥାନ୍ତି, ସେତେବେଳେ ଆପଣଙ୍କ ଘରେ ସବୁ ଅଭାବ ଦୂର ହୋଇଯାଇଥାଏ। କାରଣ ଆପଣମାନେ ଗୋଟିଏ କଥା ସବୁବେଳ ପାଇଁ ମାର୍କ କରିଥିବେ, ଯେତେବେଳେ ଆପଣମାନେ ଦେଖିଥିବେ ଆପଣଙ୍କର ଘରର ଲକ୍ଷ୍ମୀ, ଯେମିତିକି ଆପଣଙ୍କର ୱାଇଫ୍ ଯେତେ ଖୁସି ରହୁଛନ୍ତି, ସେତେ ଆପଣମାନେ ଆଗକୁ ବଢ଼ି ବଢ଼ି ଯାଉଛନ୍ତି। ଏହାର ମାନେ ହେଉଛି ସଦାସର୍ବଦା ନିଜର ଘରର ଲକ୍ଷ୍ମୀଙ୍କୁ ଖୁସିରେ ରଖିବାଟା ଆବଶ୍ୟକ ହୋଇଥାଏ। ଯିଏ ନିଜର ଘରର ଲକ୍ଷ୍ମୀଙ୍କୁ ଖୁସିରେ ରଖିପାରୁନି, ତାହେଲେ ତା ମନରେ ସେ କେବେ ବି ଆଶା ନ ରଖିବା ଦରକାର କି ସେ ଜୀବନରେ କିଛି ଗୋଟିଏ ଲାଭ କରିବ ବା କିଛି ଗୋଟିଏ ଆଗକୁ ବଢ଼ିବ ବୋଲି। ଗୃହଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଏହି ଜିନିଷ ବ୍ୟତୀତ ଏକ ଖାସ୍ ଉପହାର ଦେବା ଉଚିତ, ଯାହାକୁ ଦେବାରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥାଏ। ଏହି ଉପହାରର ନାମ ହେଉଛି ସମ୍ମାନ ଏବଂ ମଧୁର ଭାଷା। ଯଦି ଆପଣ ଘରେ ଥିବା ଲକ୍ଷ୍ମୀଙ୍କୁ ଏହା ଦେଲେ, ତେବେ ଘରେ ସବୁ ପ୍ରକାର ପ୍ରେମ ଏବଂ ଆନନ୍ଦ ଭରପୁର ରହିଥାଏ। ସାଙ୍ଗମାନେ, ଆପଣମାନେ ନିଜର ଘରର ଲକ୍ଷ୍ମୀଙ୍କୁ କେବେ ବି ହେଲେ ସମ୍ମାନ ଦେବାରେ କମି କରନ୍ତୁ ନାହିଁ। କାରଣ ସେ ତୁମଠାରୁ ଆଶା ବି କ'ଣ କରିଥାନ୍ତି, ଖାଲି କିଛିଟି ସମ୍ମାନ। ଯଦି ତୁମେ ତାଙ୍କୁ ଭଲ ପାଇବା ଦେଉଛ, ସମ୍ମାନ ଦେଉଛ, ତାହେଲେ ଗୋଟିଏ କଥା ମନେ ରଖିଥାଅ, ସବୁବେଳେ ତୁମେମାନେ ଆଗକୁ ବଢ଼ିବ। କାରଣ ଯେତେବେଳେ ଗୋଟିଏ ସ୍ତ୍ରୀ ଖୁସି ରହିଥାଏ ନା, ସେତେବେଳେ ଗୋଟିଏ ପୁରୁଷ ବହୁତ ଆଗକୁ ବଢ଼ିଥାଏ। ତ ସେଥିପାଇଁ ଆପଣମାନଙ୍କର ଟଙ୍କାଟେ ବି ଖର୍ଚ୍ଚ ହେବ ନାହିଁ। ଯେତେ ପାରୁଛନ୍ତି ନିଜର ଘରର ଲକ୍ଷ୍ମୀଙ୍କୁ ଭଲ ପାଇବା ଦିଅନ୍ତୁ, ସମ୍ମାନ ଦିଅନ୍ତୁ। ଦେଖିବେ ଆପଣମାନେ କେମିତି ଆଗକୁ ବଢ଼ିବେ। ଶାସ୍ତ୍ରରେ କୁହାଯାଇଛି ଯେ ଆଭୂଷଣ ବିନା ଦେବୀ ମା'ଙ୍କ ପୂଜା ସମ୍ପନ୍ନ ହୋଇନଥାଏ। ଏଥିପାଇଁ ଦେବୀଙ୍କ ପୂଜାରେ ଆଭୂଷଣ ନିଶ୍ଚୟ ଅର୍ପଣ କରନ୍ତୁ। ମାତା ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ। ଏଥିପାଇଁ ସମୟ ସମୟରେ ଛୋଟ ମୋଟ ଆଭୂଷଣ ଘରର ଲକ୍ଷ୍ମୀଙ୍କୁ ଦେବା ଉଚିତ। ଶାସ୍ତ୍ରରେ କୁହାଯାଇଛି, ଗୃହଲକ୍ଷ୍ମୀ
ଘରର ସମ୍ପନ୍ନତାକୁ ଦର୍ଶାଇଥାଏ। ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀଙ୍କୁ ସୁନ୍ଦର ବସ୍ତ୍ର ଏବଂ ଆଭୂଷଣରେ ଭରି ରଖିବା ଉଚିତ ହୋଇଥାଏ। ସାଙ୍ଗମାନେ, ଆପଣମାନେ ଯେତେବେଳେ ବି ସମୟ ପାଉଛନ୍ତି ସେମାନଙ୍କୁ କିଛି ସପିଂ କରେଇ ନିଅନ୍ତୁ, କିଛି ଭଲ ଭଲ ନୂଆ ନୂଆ ଜିନିଷ କିଣେଇକିରି ଦିଅନ୍ତୁ। ଦେଖିବେ ଯେତେ ଆପଣମାନେ ନିଜର ଗୃହଲକ୍ଷ୍ମୀଙ୍କୁ, ଘରର ଲକ୍ଷ୍ମୀଙ୍କୁ ଖୁସିରେ ରଖେଇ ପାରିବେ। ଆପଣ ଖୁସିରେ ରଖେଇଲେ ଆପଣମାନେ କେବେ ବି ହେଲେ ପଛକୁ ଫେରିବେ ନାହିଁ। ଆପଣଙ୍କର ସବୁବେଳେ ଅଗ୍ରଗତି ହିଁ ହେବ। ତ ସେଥିପାଇଁ ଆପଣମାନେ କେବେ ବି ହେଲେ ନିଜର ଘରର ଘରଣୀଙ୍କୁ ଦେବା ପାଇଁ ପଛାନ୍ତୁ ନାହିଁ। ଆଉ ଯେଉଁମାନେ ବି ପଛଉଛନ୍ତି ସେମାନଙ୍କ ପାଖକୁ ଏ ଭିଡ଼ିଓଟିକୁ ମଧ୍ୟ ସେୟାର କରିଦିଅନ୍ତୁ, କାରଣ ସେମାନେ ମଧ୍ୟ ଜାଣିବା ଦରକାର ଯଦି ଆପଣମାନେ ଏହିଭଳି କାମ କରୁଛନ୍ତି ତାହେଲେ ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି, ଆପଣମାନେ କେବେ ବି ହେଲେ ଆଗକୁ ବଢ଼ି ନ ପାରନ୍ତି। ସାଙ୍ଗମାନେ, ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହଲକ୍ଷ୍ମୀଙ୍କ ବସ୍ତ୍ର ଦାନ କରନ୍ତୁ। ଏଥିପରି ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଗୃହଲକ୍ଷ୍ମୀଙ୍କ ବ୍ୟତୀତ ଅନ୍ୟ ସଧବା ନାରୀଙ୍କୁ କିଛି ବସ୍ତ୍ର ଦାନ କରିବା ଉଚିତ ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନେ କେବେ ବି କୌଣସି ଆପଣଙ୍କର ନିଜର ଗୃହଲକ୍ଷ୍ମୀଙ୍କୁ ନୂଆ ଜିନିଷ, ନୂଆର ଶାଢ଼ୀ ହେଉ କିଛି ଦେବାକୁ ଆପଣମାନେ ଚାହୁଁଛନ୍ତି, ତାହେଲେ ଆପଣମାନେ କ'ଣ କରିବେ, କେଉଁ ବାରରେ ଦେଲେ ସୁବିଧା ହେବ, ଆପଣଙ୍କୁ ଭଲ ଲାଭ ମିଳିବ? ଦୁଇଟି ବାର ଆପଣଙ୍କ ପାଖରେ ଅଛି। ଗୋଟିଏ ହେଉଛି ବୁଧବାର କିମ୍ବା ଶୁକ୍ରବାର। ଏହି ଦୁଇଟି ବାରରେ ଯଦି ଆପଣମାନେ ନିଜର ସ୍ତ୍ରୀଙ୍କୁ ହୁଅନ୍ତୁ ବା ନିଜର ଗୃହଲକ୍ଷ୍ମୀଙ୍କୁ ଦାନ କରୁଛନ୍ତି ତାହେଲେ ଆପଣଙ୍କୁ ବହୁତ ଅଧିକ ଲାଭ ମିଳିଥାଏ। ତ ସେଥିପାଇଁ ଏହି ଡେଟ୍ ଦୁଇଟିକୁ ଆପଣମାନେ ମନେ ରଖନ୍ତୁ, ଏହି ବାର ଦୁଇଟିକୁ ଆପଣମାନେ ମନେ ରଖନ୍ତୁ, ଆପଣଙ୍କର ବହୁତ କାମରେ ଆସିବ। ଦ୍ୱିତୀୟରେ ହେଉଛି ସଧବା ନାରୀଙ୍କୁ କିଛି ବସ୍ତ୍ର ଦାନ କରନ୍ତୁ। ଯେଉଁମାନେ ସଧବା ଅଛନ୍ତି ଆଉ ସେମାନଙ୍କ ପାଖରେ ଏତେ ସକ୍ଷମ ନାହିଁ ନୂଆ ଶାଢ଼ୀ ପିନ୍ଧିବା ପାଇଁ, ନୂଆ ଶାଢ଼ୀ କିଣିବା ପାଇଁ, ସେମାନଙ୍କୁ ମଧ୍ୟ ଆପଣମାନେ ଚାହିଁଲେ କିଛି ଦାନ ଧର୍ମ କରିପାରିବେ, ଯାହାଦ୍ୱାରା କି ଆପଣମାନଙ୍କୁ ବହୁତ ଅଧିକ ଲାଭପ୍ରଦ ହେବ। ସାଙ୍ଗମାନେ, ଯଦି ଆପଣମାନେ ଏହିଭଳି କିଛି କାର୍ଯ୍ୟ କରୁଛନ୍ତି ତାହେଲେ ଆପଣମାନଙ୍କୁ ବହୁତ ଜଲ୍ଦି ଆପଣଙ୍କର ମନରେ ଯାହା ମନସ୍କାମନା ଅଛି ନିଶ୍ଚିତ ଭାବରେ ପୂର୍ଣ୍ଣ ହୋଇଯିବ। ତ ସେଥିପାଇଁ ଆପଣମାନେ ଆଉ କାଳ ବିଳମ୍ବ ନ କରି ଏହିସବୁ କାମ କରିଚାଲନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଆପଣମାନଙ୍କୁ ଭିଡ଼ିଓରୁ କିଛି ଶିଖିବା ପାଇଁ ମିଳିଥିବ ତାହେଲେ ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।